ପିଲାମାନେ ଆଜି ଆମେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ପରୀକ୍ଷା 2025-26ରେ ଆସିଥିବା ଦ୍ୱିତୀୟ ଶ୍ରେଣୀ ସାମାଜିକ ଓ ବିଜ୍ଞାନ ଲିଖିତ ପ୍ରଶ୍ନର ଆଲୋଚନା କରିବା। ସମୟ ହେଉଛି 1 ଘଣ୍ଟା, ପୂର୍ଣ୍ଣ ସଂଖ୍ୟା ହେଉଛି 50। 1 ନମ୍ବର, ବନ୍ଦନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। ବନ୍ଦନୀ ଦେଇଛି ନର୍ସ, ପୂର୍ଣ୍ଣିମା, ତଟକା, ହିନ୍ଦୁ। କ ପ୍ରଶ୍ନ ଦେଇଛି ଚନ୍ଦ୍ରଗ୍ରହଣ ଡ୍ୟାସ୍ ତିଥିରେ ହୁଏ। ଉତ୍ତର କ'ଣ ହେବ? ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ତିଥିରେ ହୁଏ। ପୂର୍ଣ୍ଣିମା। খ ପ୍ରଶ୍ନ, ଘୋଡ଼ା ହୋଇଥିବା ଡ୍ୟାସ୍ ଖାଦ୍ୟ ଖାଇବା ଉଚିତ। ଉତ୍ତର କ'ଣ ହେବ? ଘୋଡ଼ା ହୋଇଥିବା ତଟକା ଖାଦ୍ୟ ଖାଇବା ଉଚିତ। ତଟକା। ଗ ପ୍ରଶ୍ନ, ରାମାୟଣ ଡ୍ୟାସ୍ ମାନଙ୍କର ଏକ ପବିତ୍ର ଗ୍ରନ୍ଥ ଅଟେ। ଉତ୍ତର କ'ଣ ହେବ? ହିନ୍ଦୁ। ରାମାୟଣ ହିନ୍ଦୁମାନଙ୍କର ଏକ ପବିତ୍ର ଗ୍ରନ୍ଥ ଅଟେ। ହିନ୍ଦୁ। ଘ ପ୍ରଶ୍ନ, ରୋଗୀ ସେବା ଡ୍ୟାସ୍ କରନ୍ତି। ଠିକ୍ ଉତ୍ତରଟି ହେଉଛି ରୋଗୀ ସେବା ନର୍ସ କରନ୍ତି। ନର୍ସ। 2 ନମ୍ବର, ସ୍ତମ୍ଭ ମିଳନ କର। କ ସ୍ତମ୍ଭ ଦେଇଛି ବରଫ, ଚୁଲି ଧୂଆଁ, ସବୁଜ ପନିପରିବା, ପକ୍ଷୀ, ଥାନା। ଏବଂ ଖ ସ୍ତମ୍ଭ ଦେଇଛି ଅଭୟାରଣ୍ୟ, ଶରୀର ନିରୋଗ। 100 ନମ୍ବର, ଦୂଷିତ ବାୟୁ, କଠିନ ଅବସ୍ଥା। ବରଫ। ବରଫ କ'ଣ ହେବ? ବରଫ ହେଉଛି ଜଳର କଠିନ ଅବସ୍ଥା। ଚୁଲି ଧୂଆଁ କ'ଣ ହେବ? ଚୁଲି ଧୂଆଁ ହେବ ଦୂଷିତ ବାୟୁ। ସବୁଜ ପନିପରିବା। ସବୁଜ ପନିପରିବା ହେବ ଶରୀର ନିରୋଗ। ପକ୍ଷୀ। ପକ୍ଷୀ ହେଉଛି ଅଭୟାରଣ୍ୟ। ଥାନା। ଥାନା ହେଉଛି 100 ନମ୍ବର। 3 ପ୍ରଶ୍ନ, ଠିକ୍ ସ୍ଥାନରେ ଠିକ୍ ଚିହ୍ନ ଏବଂ ଭୁଲ ସ୍ଥାନରେ ଭୁଲ ଚିହ୍ନ ଦିଅ। କ ପ୍ରଶ୍ନ ଦେଇଛି ଆଲୋକର ବିପରୀତ ଦିଗରେ ଛାୟା ସୃଷ୍ଟି ହୁଏ। ଏହା ଠିକ୍ ନା ଭୁଲ? ଏହା ହେଉଛି ଠିକ୍ ଉତ୍ତର। ଆଲୋକର ବିପରୀତ ଦିଗରେ ଛାୟା ସୃଷ୍ଟି ହୁଏ। ଖ ପ୍ରଶ୍ନ, ପ୍ରାଣୀମାନେ ବାୟୁକୁ ବିଶୁଦ୍ଧ କରନ୍ତି। ଏହା ଠିକ୍ ନା ଭୁଲ? ଏହା ହେଉଛି ଭୁଲ ଉତ୍ତର। ଉଦ୍ଭିଦମାନେ ବାୟୁକୁ ବିଶୁଦ୍ଧ କରିଥାନ୍ତି, ପ୍ରାଣୀମାନେ ନୁହେଁ। ଗ ପ୍ରଶ୍ନ, ଜଳୀୟ ବାଷ୍ପ ଉପରକୁ ଉଠି ମେଘ ସୃଷ୍ଟି କରେ। ଏହା ଠିକ୍ ନା ଭୁଲ? ଏହା ହେଉଛି ଠିକ୍ ଉତ୍ତର। ଜଳୀୟ ବାଷ୍ପ ଉପରକୁ ଉଠି ମେଘ ସୃଷ୍ଟି କରେ। ଘ ପ୍ରଶ୍ନ, ଖରାଦିନେ ବେଙ୍ଗମାନେ ରଡ଼ି ଛାଡ଼ନ୍ତି। ଏହା ହେଉଛି ଭୁଲ ଉତ୍ତର। ବର୍ଷା ଦିନେ ବେଙ୍ଗମାନେ ରଡ଼ି ଛାଡ଼ନ୍ତି। 4 ନମ୍ବର, ଅଲଗା ଶବ୍ଦ ବାଛି ଲେଖ। ପ୍ରଶ୍ନ କରେ ଦେଇଛି ପେଣ୍ଡୁ, କାଚ, ଡଷ୍ଟର, ଚକ୍। ଅସ୍ୱଚ୍ଛ ବସ୍ତୁ ଦୃଷ୍ଟିରୁ ଅଲଗା କିଏ ହେବ? ଅଲଗା ହେବ କାଚ। କାଚ ହେଉଛି ସ୍ୱଚ୍ଛ, କିନ୍ତୁ ଏସବୁ ହେଲେ ଅସ୍ୱଚ୍ଛ। ଅଲଗା କିଏ ତାଙ୍କ ଭିତରୁ? କାଚ। ଖ ପ୍ରଶ୍ନ, ହାତ, ନାକ, ହୃତ୍ପିଣ୍ଡ, କାନ। ଅସ୍ଥି ଥିବା ଦୃଷ୍ଟିରୁ ହାତରେ ଅସ୍ଥି ଅଛି, ନାକରେ ଅଛି, କାନରେ ଅଛି, କିନ୍ତୁ ହୃତ୍ପିଣ୍ଡ ଅଛି କି ନାହିଁ? ଅଲଗା କିଏ? ହୃତ୍ପିଣ୍ଡ। କ ପ୍ରଶ୍ନ, କ୍ୟାସିୟର, ଡାକ୍ତର, ନର୍ସ, କମ୍ପାଉଣ୍ଡର। ଡାକ୍ତରଖାନାରେ କର୍ମଚାରୀ ଦୃଷ୍ଟିରୁ ଅଲଗା କିଏ ହେବ? ଅଲଗା ହେବ କ୍ୟାସିୟର। କ୍ୟାସିୟର ବ୍ୟାଙ୍କରେ ଥାନ୍ତି, କିନ୍ତୁ ଡାକ୍ତରଖାନା କିଏ ରହନ୍ତି? ଡାକ୍ତର, ନର୍ସ, କମ୍ପାଉଣ୍ଡର ରହନ୍ତି। କ୍ୟାସିୟର ହେଉଛି ଅଲଗା। ଘ ପ୍ରଶ୍ନ, ଗ୍ରୀଷ୍ମ, ବର୍ଷା, ବୈଶାଖ, ଶୀତ ଋତୁ ଅନୁସାରେ କେଉଁଟା ଅଲଗା ହେବ? ଠିକ୍ ଉତ୍ତରଟି ହେଉଛି ବୈଶାଖ। ବୈଶାଖ ହେଉଛି ଏକ ମାସ। ଗ୍ରୀଷ୍ମ, ବର୍ଷା, ଶୀତ ଇଏ ହେଲା ଋତୁ। ବୈଶାଖ ହେଉଛି ଅଲଗା। 5 ପ୍ରଶ୍ନ, ଏକ ପଦରେ ପ୍ରକାଶ କର। କ ପ୍ରଶ୍ନ ଦେଇଛି ଯାହା ଯୋଗୁଁ ପୃଥିବୀ ପୃଷ୍ଠରେ ଜଳ ମିଳିପାରୁଛି। ଉତ୍ତର କ'ଣ ହେବ? ଜଳଚକ୍ର। ଜଳଚକ୍ର। ଜଳଚକ୍ର ଯୋଗୁଁ ପୃଥିବୀ ପୃଷ୍ଠରେ ଜଳ ମିଳିପାରୁଛି। ଖ ପ୍ରଶ୍ନ, ସମଗ୍ର ଶରୀରକୁ ଘୋଡ଼ାଇ ରଖେ ଯିଏ, ତ କ'ଣ କହନ୍ତି? ଚର୍ମ। ଚର୍ମ ସମଗ୍ର ଶରୀରକୁ ଘୋଡ଼ାଇ ରଖିଥାଏ। ଗ ପ୍ରଶ୍ନ, ଯେଉଁ ମାଟିରେ ଉଦ୍ଭିଦ ଭଲ ବଢ଼େ ନାହିଁ। ଉତ୍ତର କ'ଣ ହେବ? ବାଲିଆ ମାଟି।
ବାଲିଆ ମାଟିରେ ଉଦ୍ଭିଦ ଭଲ ବଢ଼େ ନାହିଁ। ବାଲିଆ ମାଟି। ଘ ପ୍ରଶ୍ନ, ଯେଉଁ ପର୍ବରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ ସେ ହେଉଛି ଦଶହରା ପର୍ବ। ଦଶହରା ପର୍ବରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ। 6 ପ୍ରଶ୍ନ, ଉତ୍ତର ଲେଖ ଯେକୌଣସି ଚାରିଟିର। କ ପ୍ରଶ୍ନ ଦେଇଛି ଜଳର କେତୋଟି ଅବସ୍ଥା ଅଛି ଓ ସେଗୁଡ଼ିକ କ'ଣ କ'ଣ? 6 କ ଉତ୍ତର, ଜଳର 3ଟି ଅବସ୍ଥା ଅଛି। ତାହା ହେଉଛି କଠିନ ଅବସ୍ଥା, ତରଳ ଅବସ୍ଥା ଏବଂ ବାଷ୍ପୀୟ ଅବସ୍ଥା। ଖ ପ୍ରଶ୍ନ, ଦୋରସା ମାଟି ବିଷୟରେ ବର୍ଣ୍ଣନା କର। ଉତ୍ତର, ମୋଟାଳ ମାଟି ସହ ବାଲି ମାଟି ମିଶି ଦୋରସା ମାଟି ତିଆରି ହୁଏ। ଏହି ମାଟିରେ ଜୈବ ଅଂଶ ବେଶୀ ଥାଏ, ତେଣୁ ଏହି ମାଟିରେ ଉଦ୍ଭିଦ ଭଲ ବଢ଼ିଥାଏ। ଗ ପ୍ରଶ୍ନ, ଜାତୀୟ ସଙ୍ଗୀତରେ କେଉଁ କେଉଁ ରାଜ୍ୟର ନାମ ବର୍ଣ୍ଣନା କରାଯାଇଛି? ଉତ୍ତର, ଜାତୀୟ ସଙ୍ଗୀତରେ ପଞ୍ଜାବ, ଗୁଜରାଟ, ଉତ୍କଳ, ବଙ୍ଗ ରାଜ୍ୟର ନାମ ବର୍ଣ୍ଣନା କରାଯାଇଛି। ଘ ପ୍ରଶ୍ନ, ଗୁରୁଜୀ ପାଠ ପଢ଼ାଇବା ସମୟରେ କ'ଣ କ'ଣ ବ୍ୟବହାର କରନ୍ତି? ଉତ୍ତର, ଗୁରୁଜୀ ପାଠ ପଢ଼ାଇବା ସମୟରେ ଚକ୍, ଡଷ୍ଟର, କଳାପଟା, ବହି ଆଦି ବ୍ୟବହାର କରନ୍ତି। ଓ ପ୍ରଶ୍ନ, ବ୍ୟାଙ୍କ ଆମର କି କି ଉପକାର କରିଥାଏ? ଉତ୍ତର, ବ୍ୟାଙ୍କରେ ଆମେ ଟଙ୍କା ପଇସା ଜମା ରଖିଥାଉ, ସୁନା ଗହଣାକୁ ନିରାପଦରେ ମଧ୍ୟ ରଖିଥାଉ ଏବଂ ବ୍ୟାଙ୍କରୁ ମଧ୍ୟ ଋଣ ଆଣିଥାଉ। ଚ ପ୍ରଶ୍ନ, ଆମ ଦେଶ କେବେ ସ୍ୱାଧୀନ ହୋଇଥିଲା? ଉତ୍ତର, ଆମ ଦେଶ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନ ହୋଇଥିଲା।